ବାରମ୍ବାର ଜିତିବାର ପରିଣତିଟା ହଉଛି ନିଜ ଭିତରେ ବଢୁଥିବା ଅହଙ୍କାର ଏବଂ ଏଷ୍ଟିମେଟ୍ ନ କରି ଓଭର ଏଷ୍ଟିମେଟ୍ ନିଜକୁ କରିବାର ପରିଣତି ଆମେ ଭୋଗିଛେ। ସେଥିରେ ବି ସରକାର ଦ୍ୱାରା ଅହଙ୍କାର ଆମର ମଧ୍ୟ ପାର୍ଟି ଭିତରେ ପରସ୍ପର ଭିତରେ ଝଗଡ଼ା ଥିଲା। ମୋ କନଷ୍ଟିଚ୍ୟୁଏନ୍ସିରେ ମଧ୍ୟ ପରସ୍ପର ଭିତରେ ଝଗଡ଼ା ଥିଲା। ସେ ଝଗଡ଼ା ତୁଟେଇବା ପାଇଁ ବହୁତ ସମୟ ପଳେଇଲେ। ଏ ଗୋଟିଏ ଚର୍ଚ୍ଚା ଆଉ ସବୁ ଚର୍ଚ୍ଚା ଲୋପ ପାଇଗଲେ ଗୋଟିଏ ଚର୍ଚ୍ଚା ଚାଲେ। କାହିଁକି କେମିତି କୋଉଠି କ'ଣ ପାଇଁ କାହା ପାଇଁ ଏସବୁ ଚାଲେ, ଏବେ ବି ଚାଲିଛି। ଆପଣମାନେ ଯେମିତି ପୁରା ନିରବ ବସିକି ମତେ କଣ ମନା କଲେ ସିନା ମତେ କହିଲେ ହଁ ଶୁଣୁଛେ ମନ ଦେଇକି, ତାହେଲେ ମନ ଦେଇକି ଶୁଣିବା ଭଲ ପାଠ ପଢା ପିଲାର ଲକ୍ଷଣ। ଆଉ ମାଷ୍ଟର ପଢଉଥିବ ଯେ ପିଲା କିଛି ହଁ କି ନାହିଁ କଲେ ମାଷ୍ଟର ବୁଝିପାରୁନାହାନ୍ତି ନା କଣ? ଠିକ ଅଛି। ମତେ ଆପଣମାନେ କୁହନ୍ତୁ, ଦୀର୍ଘ ଦିନ ଧରିକି ସରକାର ରହିଲା ପରେ ପାର୍ଟି ଭିତରେ କନଫ୍ଲିକ୍ଟ ବେଶୀ ହୁଏ। ଆଜି ଗୋଟେ ଦଳ ଭାରତ ବର୍ଷରେ ବୁଲିବାକୁ ବସିଲାଣି, ଏଥର କେମିତି 100 ସିଟ୍ ପାଇଯାଇଛି। ସିଏ ବି ବୁଲି ଯାଇଥାନ୍ତେ, 400 କହିଲେ 240 ସିଟ୍ ପାଇବେ। ମୁଁ ଆଜି ଆପଣଙ୍କୁ ଛୋଟିଆ କଥାରେ କହିବି, ରାଜନୀତିର ଅଙ୍କଟା ସବୁଠୁ ବଡ଼। ମୋର ନୋମିନେସନ ଆଉ ଇଲେକ୍ସନ ଭିତରେ ମୁଁ ଆର 2-3 ମାସ ପରେ ମୋ ପାର୍ଟି ଅଫିସରେ ଏଇଭଳିଆ ମିଟିଂ କରେ। ମୁଁ ହାରି ଯାଉଛି ନ କହିକି ଆଉ ଯେତେ ମିନତି କାକୁତି ଢୋରା ଭାବେ ସବୁ ପଢେଇଛି। ମୁଁ ପଢେ ତାଙ୍କ ମନ ସବୁ ପଢେ। ସେମାନେ କଥା କ'ଣ କଥା କହୁଛନ୍ତି। ମୁଁ ଏ ଗୋଟିଏ ସେଣ୍ଟେନ୍ସ କହୁନାହାନ୍ତି, ହାରିବାଟା ଥୟ ଆଉ ତମେ ଯାହା କରୁଛ କର, ଏ କଥା କହୁନାହାନ୍ତି। କହିଲେ ତ କଥା ସରିଯିବ ନା। ଆପଣ ଦେଖିଥିବେ ଜୁନ 4ରେ ନିର୍ବାଚନ ଫଳାଫଳ କହିଲା, ମୁଁ ଜୁନ 5ରେ ନବୀନଙ୍କୁ ଦେଖା କରିବାକୁ ଯାଇଥିଲି। 5 ଜଣ ଯାଇଥିଲି, ସମସ୍ତେ ବାହାରିଲା ପରେ ଯିଏ ଯାହା ପଳେଇଲେ। ମୁଁ ସେ ଖରାରେ 1.5 ଘଣ୍ଟା ସବୁ ଟିଭି ଦେଇଥିଲି ମୋ ବକ୍ତବ୍ୟ। କହିଥିଲି ଲୋକଙ୍କ ମୁହଁ ପଡ଼ିକି ଜାଣୁଥିଲି ତ ସରକାର ଆସିବନି। ଏଇଟା ମୋର ଷ୍ଟଡି। କେମିତି ଜାଣିବି? ଲୋକ ଭାଷଣ ବି ଜାଣିଲି, ଏଠି ଲୋକ କ'ଣ ଭାବୁଛନ୍ତି ମୋତେ ଜାଣିପାରିବି। ମୁଁ କାହିଁ ନେତା ହେବି? ଆପଣ ଅତ୍ୟଧିକ ଆଗ୍ରହ ଅଛି ଅରୁଣ କ'ଣ ଏବଂ ଆମର କଥାଟା କହିବାକୁ ନାହିଁ, ଆମକୁ କେତେ ସନ୍ତୁଷ୍ଟ ଦେବ। ଆପଣ ଏ କଥା ବର୍ତ୍ତମାନ ସୁଦ୍ଧା ଭାବୁଛନ୍ତି। ମୁଁ ଯଦି ଏଇ ସାମାନ୍ୟ ଶବ୍ଦଟା ନ ବୁଝିପାରିବି ତାହେଲେ ମୁଁ କାହିଁକି ନେତା ହେବି? ଆମର ମଧ୍ୟ ପାର୍ଟି ଭିତରେ ପରସ୍ପର ଭିତରେ ଝଗଡ଼ା ଥିଲା। ମୋ କନଷ୍ଟିଚ୍ୟୁଏନ୍ସିରେ ମଧ୍ୟ ପରସ୍ପର ଭିତରେ ଝଗଡ଼ା ଥିଲା। ସେ ଝଗଡ଼ା ତୁଟେଇବା ପାଇଁ ବହୁତ ସମୟ ପଳେଇଲେ। ଇଲେକ୍ସନ ଲଢିଲା ବେଳକୁ ଯଦି ଝଗଡ଼ା ତୁଟେଇବାକୁ ସମୟ ଦେବ ତାହେଲେ ଇଲେକ୍ସନ ଲଢିପାରିବ। ଝଗଡ଼ା ତୁଟିବାକୁ 6 ମାସ ବର୍ଷେ ପୂର୍ବରୁ କାମ ଆରମ୍ଭ କରିଥିଲି। କାମ କରି କରି ଏତିକି ଆଣିଥିଲି, ଖସି ଯାଇଥିଲା। ମୁଁ ଗୋଟେ ବାହାରେ ଫାଇନାଲ ଏଗେନ୍ଷ୍ଟ ଲଢ଼ୁଛି। ରାଜ ପରିବାର ଲୋକ, ରାଜ ପରିବାର ଗଲେ ଫୁଲ ଚନ୍ଦନ ଫଳ ତାଳ ଏତେ କ'ଣ ମୋ ଚିନ୍ତା ହୁଏ। ସେଥିରେ ବି ସରକାର ଦ୍ୱାରା ଅହଙ୍କାର ମୋ ପଛରେ ଯୋଉ ପଞ୍ଚାୟତ ସିଚୁଏସନ ଭଲ ନାହିଁ, ଆପଣ ମୁଣ୍ଡ ଖେଳିବା ଦରକାର ନାହିଁ। ଆପଣଙ୍କୁ ତ 1200 ଲିମିଟ ଗଲା, ଆପଣ ଯେ 800 ଗୋଟେ କମିଯିବ। ଜଳ ଦେଖାଉଛି ଏଇଟା 500,000 ପଛରେ ହେଲାଣି ପଞ୍ଚାୟତରେ। ସେ ମୋତେ ଟେବୁଲ ବାଡ଼େଇକି ଆପଣ ଚିନ୍ତା କରନ୍ତୁ କ'ଣ କହିବି। ଠିକ ହେଇଥିବ, ଅର୍ଥ ସର୍ବତ ରହିଛି।
बारंबार जितबार परिणतिटा होची निज भितर पड़ुवा अहंकार एवं एस्टिमेट न करी ओभर एस्टिमेट निज कर परिणति हम भोगी जन कहे तुम इलास्टिक माने तू इलास्टिक तो भिड़ 1700 बयान बोल केमी बुझ तुम जो कैंडिडेट हम यदि पार्टी बाइचान्स गोटे कथा बुझी कहीदेल बाबा ताकू बुझ मोर एक्सपीरियंस आज आपको शेयर करूँ तापर मो असल प्रकाश मो एक्सपीरियंस सुनिया पड़ो तो से मत दायित्व दिया जिलार अन्य से कौन प्रॉब्लम ये दास पड़ोनी से दास पड़ोनी से दास पड़ोनी से दास पड़ोनी जी मुख्य हम दल दल तो भास्कर जिला सभापति दल ये मत नयगढ़ जिलार दायित्व दिया दिया तार अवस्था केते प्राणांतक आम सब हाथ धरब बापा माँ भाई रे एक भारतर एकमात्र परीक्षित बायोसार पृथ्वी प्रो माटी को रखे सुस्थ दिए नुआ जीवन धान पनीपरिबा और डाली जातीय फसल पाई लाभदायक अमल बढ़ाए रोग कमाए आज ही जमीरे प्रयोग करंतु जोगाजोग पाई 9937054201 नंबर को डायल करंतु आम सह जोड़ी हेबा पाई आमको लाइक फॉलो और सब्सक्राइब करंतु अधिक अपडेट पाई विजिट करंतु आम वेबसाइट thequiver.in